ସକାଳୁ ଉଠିଲା ବେଳକୁ ସାଙ୍ଗମାନେ ମା ଏକ ସରପ୍ରାଇଜ୍ ଦେଲେ। ମା କହିଲେ ସକାଳୁ ତୋତେ ଖାଇବା ପାଇଁ ବହୁତ ଭଲ ଲାଗେ ଅଟା ପିଠା। ମାନେ ମୁଁ ଅଟା ପିଠା ତ ଛୁଆବେଳେ ଖାଉଥିଲି, ଏବେ ତ ମୋତେ ଭଲ ଲାଗୁନି, ଆଉ ମୋତେ ରୁଟି କରି ଦେ, ମୋ ଦେହ ଭଲ ଲାଗୁନି, ରୁଟି କରିଦେ। ମା କହିଲେ ନା ନା ତୁ ରୁଟି ଖା ନା, ଅଟା ପିଠା କରିଦେଉଛି ଗରମ ଗରମ ଖା, ନଡ଼ିଆ ପକେଇ ପୁଣି ତା ସହିତ କରିଛନ୍ତି ସାଙ୍ଗମାନେ, ବହୁତ ସୁନ୍ଦର ଟେଷ୍ଟ ଲାଗୁଥିଲା। ଦେଖନ୍ତୁ କେତେ ସୁନ୍ଦର ମା ବନେଇ ଦେଉଛନ୍ତି। ଆଉ ଖାଇବା ପାଇଁ ସାଙ୍ଗମାନେ ସତରେ ଯିଏ ଖାଇଛି ସିଏ ଜାଣିଛି ଅଟା ପିଠାର ମଜା କେତେ ସୁନ୍ଦର। ଆଉ ସବୁବେଳେ ତ ଖାଉଥିବେ ପିଠା, ତା ସହିତ ଦେଖନ୍ତୁ ଗରମ ଭାତ ବି ସକାଳୁ କରିଛନ୍ତି ଆଳୁ ଦେଇକି, ଆଉ ଘିଅ ଦେଇକି ଗରମ ଭାତ, ତା ସହିତ ହେଇଥିବ ବିଲାତି ଚକଟା, କେତେ ସୁନ୍ଦର ଲାଗିବ। ଆଉ ଦ୍ୱିପହର ହେବ ବୋଲି ଛେନା ତରକାରୀ, ମା କେତେ ସୁନ୍ଦର ଛେନାକୁ ଦେଖନ୍ତୁ ଆଉଟି ଦେଇ ସାରିଲେଣି। ଛେନାରେ ସାଙ୍ଗମାନେ ଘରୋଇ ଉପାୟରେ ଯଦି ଛେନା କରିବେ ବହୁତ ସୁନ୍ଦର ଲାଗିବ। ଏଇ ଯେଉଁ ମାର୍କେଟରେ ଯେଉଁ ଛେନା ମିଳୁଛି, ବିଶେଷ କରି ସେ ଛେନା ନ ଖାଇବା ମୋ ମତରେ ଭଲ। ଦେଖନ୍ତୁ ଠିକ୍ ସେ ହେଇ ଆସିଲାଣି ଅଟା ପିଠା, ତା ସହିତ ଛୋଟ ଛୋଟ ନଡ଼ିଆ ବି କାଟିକି ପକାଇଛନ୍ତି, କେତେ ସୁନ୍ଦର ଲାଲ ଲାଲ ଦେଖାଯାଉଛି, ବଢ଼ିଆ ଲାଗିବ ଖାଇବା ପାଇଁ। କ୍ଷୀରରେ ବି ପାଇପାରିବେ, ପାଣିରେ ବି ଖାଇପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। ଦେଖନ୍ତୁ ଛେନା ହେଇ ଆସିଲାଣି ଏବେ, ମା କେତେ ସୁନ୍ଦର ଦେଖନ୍ତୁ। କାଠ ପାଣି ଆମର ପଡ଼ିଛି, ଲେମ୍ବୁ ପକାଇଛନ୍ତି, ଲେମ୍ବୁ ପକାଇ ନାହାନ୍ତି, କାଠ ପାଣି ପକାଇ କରିଛନ୍ତି। ଆଉ କାଠ ପାଣି ଯଦି ଘରେ ରଖିଥିବେ ଛେନା କରିବେ ବହୁତ ସୁନ୍ଦର ଉପାୟରେ ହେବ। ଆଉ ମୋ ମତରେ ଘରେ ଏଇ ଛେନା କରି ଖାଆନ୍ତୁ, ତରକାରୀ କରି ଖାଆନ୍ତୁ, ବହୁତ ସୁନ୍ଦର ଲାଗିବ। ଆଉ ମାର୍କେଟରୁ ଯାଇ ବିନ୍ସ ନେଇ ଆସିବେ, ବହୁତ ସୁନ୍ଦର ଲାଗିବ, କରିକି ଖାଆନ୍ତୁ। କିନ୍ତୁ ଏ ଯେଉଁ ମାର୍କେଟରେ ଯେଉଁ ଛେନା ମିଳୁଛି କୁହନ୍ତୁନି, ଦୁନିଆ ପ୍ରକାର ଭେଜାଲ ମିଶୁଛି। ଆପଣ ଘରୋଇ ଉପାୟରେ ଛେନା କରି ଖାଆନ୍ତୁ, ବହୁତ ସୁନ୍ଦର ଲାଗିବ, ଟେଷ୍ଟ ବି ଲାଗିବ। ଦେଖନ୍ତୁ ମା କେତେ ସୁନ୍ଦର ଉପାୟରେ ଆମର ଯେଉଁ ଗାମୁଛା ଥିଲା ଗାମୁଛାରେ ବାନ୍ଧିକି କରିଦେଉଛନ୍ତି। ଆଉ ସକାଳୁ ସକାଳୁ ସାଙ୍ଗମାନେ ଏତେ ପ୍ରକାର ଆଇଟମ୍ ସକାଳୁ ଘରୋଇ ହେଇଗଲାଣି। ଆଉ ସକାଳ ରାତି ପାଇଲା ମାନେ ଦେଖନ୍ତୁ ଖାଇ ପିଇ